ଶୁଣିଲେ ତ ଆଜ୍ଞା କେମିତି ଆପଣଙ୍କ ନାଁ ପଡିବା ମାତ୍ରେ ହେ ଫୁ କରି ଉଡେଇ ଦେଲେ। ଯୋଉଦିନ ଏ ବେଣୁ ରାଉତ ଏକା ଏକା ଗୋଟେ ମତ ହସ୍ତିକୁ କାବୁ କରିବାକୁ ଚେଷ୍ଟା କରିଥିଲା ସେଦିନ ବି ଏମାନେ ଏମିତି ହସି ଉଡେଇ ଦେଇଥିଲେ। ହେଲେ ସବୁ ଆଖ୍ୟାକୁ ବେଖାତିର କରି ସେଦିନ ସେ ମତ ହସ୍ତିକୁ ପଞ୍ଝା ଭିତରେ ନିତାନ୍ତ ଅସହାୟ କରି ଏ ବେଣୁ ରାଉତ ହେଇପାରିଲା ଉତ୍କଳ ଗଜପତିଙ୍କ ବକ୍ସି ବେଣୁ ଭ୍ରମରବର ଶ୍ରୀଚନ୍ଦନ। ଏ ବକ୍ସିର ଫଣାରେ ଏବେ ବି ତମ୍ପ ସାପର ବିଷ ଖୁନ୍ଦି ହୋଇ ରହିଛି ବଡ ପଡିଛାଏ। ଖାଲି ସୁଯୋଗ ପାଇଲେ ବୁଝିଗଲି ବୁଝିଗଲି ସାନ୍ତେ। ମୁଁ ଏବେ ଆସୁଛି ସାନ୍ତେ। ସର୍ବନାଶର ଶଙ୍ଖ ଧ୍ୱନି ବାଜିବା ପୂର୍ବରୁ ସେ ଯଜ୍ଞ କୁଣ୍ଡରେ ତୁମେ ଯଦି ଆତ୍ମାହୁତି ନଦେବ ରାମଚନ୍ଦ୍ର ଦେବ ତେବେ ପରିଣାମଟା ଭୋଗିବ କିଏ? ବିଶ୍ୱାସଘାତକତାର ମଞ୍ଜିପତି ଏଇ ସିଂହାସନ ତମେ ଅଧିକାର କରିଛ। ଆଉ ଏବେ ତୁମ ଧ୍ୱଂସ ବେଦୀ ଉପରେ ମୁଠା ମୁଠା ପାଉଁଶ ବୋଳି ହୋଇ ପ୍ରାଣ ଖୋଲି ହସିବାକୁ ଅପେକ୍ଷା କରିଛି ଏ ବକ୍ସି ବେଣୁ ଭ୍ରମରବର। କୋଉ ଯନ୍ତ୍ରଣାକୁ ଲୁଚାଇବା ପାଇଁ ହସିବାର ମିଛ ଅଭିନୟ କରୁଛନ୍ତି ବକ୍ସି? ଜଗତ ସେଠ, ଆପଣ ଉତ୍କ୍ଷିପ୍ତ ହୋଇଛନ୍ତି କାହିଁକି? ମୁଁ ଆପଣଙ୍କ ବନ୍ଧୁ, ମୁଁ ସବୁ ଜାଣେ। ବରଂ ଏ ଦିଗରେ ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ। ସାହାଯ୍ୟ? ହଁ, କଟକର ନାଏବ ନଜିମ ତକ୍କି ଖାଁ ବର୍ତ୍ତମାନ ଆପଣଙ୍କ ସହ ବନ୍ଧୁତ୍ୱ ପାଇଁ ଆଗ୍ରହୀ। ରାମଚନ୍ଦ୍ର ଦେବଙ୍କୁ ଖୋର୍ଦ୍ଧା ସିଂହାସନରୁ ବିତାଡ଼ିତ କରି ଆପଣଙ୍କୁ ସ୍ଥାପନ କରିବା ତାଙ୍କର ଏକାନ୍ତ ଇଚ୍ଛା। କଣ କହିବାକୁ ଚାହାନ୍ତି ଆପଣ? ଏ ପରିସ୍ଥିତିର ପୂର୍ଣ୍ଣ ସହଯୋଗ ନିଅନ୍ତୁ। ଆପଣ ଉତ୍କଳର ସେନାପତି। ତକ୍କି ଖାଁ ଖୋର୍ଦ୍ଧା ଆକ୍ରମଣ କରିବା ସମୟରେ ଆପଣ ନିଜର ସୈନ୍ୟବାହିନୀ ସହ ନୀରବ ରହିବେ। ଫଳରେ ଅତି ସହଜରେ ଆମେ ଖୋର୍ଦ୍ଧା ଜୟ କରି ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରିପାରିବୁ। ଆଉ ତାପରେ ହସନ୍ତୁ, ମନ ଖୋଲି ହସନ୍ତୁ। ଆମ ଯୋଜନା ଅନୁସାରେ ରାମଚନ୍ଦ୍ର ଦେବର ସେନାପତି ବକ୍ସି ବେଣୁ ଭ୍ରମରବର ଆମ ହାତ ମୁଠାକୁ ଆସିଲେ ଆମ ପାଇଁ ଖୋର୍ଦ୍ଧାଗଡ଼ ଜିତିବା ବାହାତର ଖେଳ। ହଁ, କିନ୍ତୁ ଗୋଟାଏ କଥା ମନେ ରଖ ଅମିନ, ଯେ ନିଜ ଲୋକ ନିଜ ଜାତି ସହ ନମକରମ କରିପାରେ, ତାହା ପ୍ରତି ସଦା ସର୍ବଦା ହୁସିଆର ରହିବା ଉଚିତ। ଜୟ ଜଗନ୍ନାଥ। ଉତ୍କଳର ବକ୍ସି ବେଣୁ ଭ୍ରମରବରଙ୍କୁ ତକ୍କି ଖାଁ ତାଙ୍କ ଦରବାରକୁ ସ୍ୱାଗତ କରୁଛନ୍ତି। ନବାବକୁ ମୋର ପ୍ରତି ନମସ୍କାର। ଓ, ତମେ ତାହେଲେ ଉତ୍କଳର ଭେଣୁ ଭ୍ରମରବର ଶ୍ରୀଚନ୍ଦନ, ଆସନ ଗ୍ରହଣ କରନ୍ତୁ। କଣ ନିଷ୍ପତ୍ତି ନେଲେ? ମୋର ରାମଚନ୍ଦ୍ର ଦେବ ଦରକାର ବକ୍ସେ। ଆଉ ତମେ ଯଦି ମତେ ଏଥିରେ ସାହାଯ୍ୟ କର ତାହେଲେ ମୁଁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ପ୍ରସ୍ତୁତ। ହଁ, ସେନାପତି ଯେତେବେଳେ ରାଜି। ଉତ୍କଳର ଗଜପତି ହେବାର ଯୋଗ୍ୟ ମୁଁ, ସେ ଅଧିକାରରୁ ମତେ ବଞ୍ଚିତ କରାଯାଇଛି। ମୁକୁନ୍ଦ ଦେବଙ୍କ ଉତ୍ତରାଧିକାରୀ ମୁଁ। ତୋଟମୀ ଗଡ଼ର ଜାତି ଗୋତ୍ର ଜଣା ନଥିବା ସେ ଦନାଇ ବିଦ୍ୟାଧର ପୁଅ ରାମିଆ ବିଦ୍ୟାଧର ନୁହେଁ। ଖୋର୍ଦ୍ଧା ସିଂହାସନ ମୋର ଜନ୍ମଗତ ଦାବି। ଜରୁର ତମକୁ ତମ ଅଧିକାର ନିହାତି ଭାବରେ ମିଳିବ, ମଗର ଆପଣ ନିଶ୍ଚିନ୍ତ ରୁହନ୍ତୁ ଯାହାପନ।
ମର୍ଦ୍ଦକୋଟଗଡ଼ ଆଉ ଛତ୍ରଧର ଘାଟିର ଦାୟିତ୍ୱ ମୋ ଉପରେ। ଆପଣ ନିଶ୍ଚିନ୍ତରେ ବିହେଭେଦ କରିପାରିବେ। ମୁଁ ଆଜି ପତ୍ର ଲେଖି ରାଜମହେନ୍ଦ୍ର ଗୌତମ ରାଜୁ ଆଉ ଗଞ୍ଜାଗଡ଼ର କୃପାସିନ୍ଧୁ ମାନସିଂହଙ୍କୁ ନିର୍ଦ୍ଦେଶ ଦେଉଛି, ସେମାନେ ଆପଣଙ୍କ ପ୍ରବେଶ ପଥରେ ବାଧା ଦେବେ ନାହିଁ। ମୋଗଲ ସୈନ୍ୟ ଅନ୍ୟାସରେ ଖୋର୍ଦ୍ଧା ଅଧିକାର କରିବ, କିନ୍ତୁ ରାମଚନ୍ଦ୍ର ଦେବ ବନ୍ଦୀ ହେବା ଦରକାର। ସେ ବିଷୟରେ ତମର ଚିନ୍ତା କରିବା ଆବଶ୍ୟକ ନାହିଁ ବକ୍ସି। ତେବେ ମୁଁ ବିଦାୟ ନେଉଛି। ଉତ୍କଳର ଗଜପତି ହବ, ତେଣୁ ଭ୍ରମରବର ଶ୍ରୀଚନ୍ଦନ ସେ ହବ ପୁଣି ଉତ୍କଳର ଗଜପତି। ଅସମ୍ଭବ ବକ୍ସି, ଅସମ୍ଭବ।